ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ଚତୁର୍ଥ ଜାତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ। ଲୋକସଭାରେ ଆଜି ଭାରତୀୟ ସମ୍ବିଧାନର 75 ବର୍ଷର ଗୌରବମୟ ଯାତ୍ରା ଉପରେ ଜାରି ରହିବ ସ୍ୱତନ୍ତ୍ର ବିତର୍କ। ମହିଳାଙ୍କ ନେତୃତ୍ୱ ବିକାଶ ପର୍ଯ୍ୟନ୍ତ ପରିବର୍ତ୍ତନ ଆଣିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତାକାଲିଠାରୁ 3 ଦିନିଆ ଭାରତ ଗସ୍ତରେ ଆସିବେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ। ଏବଂ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ର ଆଜି ପ୍ରଥମ ଦିନରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ଆଜି ଚତୁର୍ଥ ଜାତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଭାଗିଦାରିତା ସୁଦୃଢ଼ କରି ଦ୍ରୁତ ଅଭିବୃଦ୍ଧି ଓ ବିକାଶ ହାସଲ ପାଇଁ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରିବା। 2022 ମସିହା ଜୁନ୍ ମାସରେ ଧର୍ମଶାଳାରେ ପ୍ରଥମ ମୁଖ୍ୟ ଶାସନ ସଚିବ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ 2023 ଜାନୁଆରୀରେ ଦ୍ୱିତୀୟ ଏବଂ ଡିସେମ୍ବରରେ ତୃତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆମ ସମ୍ବାଦଦାତା ଜଣାଇଛନ୍ତି, ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ବିଶେଷଜ୍ଞମାନେ ଉପସ୍ଥିତ ରହିବେ। ଚତୁର୍ଥ ଜାତୀୟ ସମ୍ମିଳନୀର ଶୀର୍ଷକ ରହିଛି ଉଦ୍ୟୋଗ, ନିଯୁକ୍ତି ଏବଂ ଦକ୍ଷତାକୁ ପ୍ରୋତ୍ସାହିତ କରିବା ଓ ଜନସଂଖ୍ୟାଗତ ଲାଭାଂଶର ଉପଯୋଗ। ଏଥିରେ ଉତ୍ପାଦନ, ସେବା, ଗ୍ରାମୀଣ ଓ ସହରାଞ୍ଚଳ ବିକାଶ, ଅକ୍ଷୟ ଶକ୍ତି ଏବଂ ଅର୍ଥନୀତି ଭଳି 6ଟି କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯିବ। ବୈଠକରେ ଅର୍ଥନୈତିକ ସଂସ୍କାର ଏବଂ ମିଶନ କର୍ମଯୋଗୀ ମାଧ୍ୟମରେ ଦକ୍ଷତା ବିକାଶ ଉପରେ 4ଟି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଲୋକସଭାରେ ଆଜି ଭାରତୀୟ ସମ୍ବିଧାନର 75 ବର୍ଷର ଗୌରବମୟ ଯାତ୍ରା ଉପରେ ସ୍ୱତନ୍ତ୍ର ଆଲୋଚନା ଜାରି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଏହି ବିତର୍କର ଉତ୍ତର ଦେବାର କାର୍ଯ୍ୟକ୍ରମ ରହିଛି। ଗତକାଲିଠାରୁ ସମ୍ବିଧାନ ଗ୍ରହଣର 75 ବର୍ଷ ପୂର୍ତ୍ତି ଅବସରରେ ଲୋକସଭାରେ 2 ଦିନିଆ ବିତର୍କ ଆରମ୍ଭ ହୋଇଛି। ଆଲୋଚନା ଆରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସମ୍ବିଧାନ ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ ଜୀବନର ସମସ୍ତ ଦିଗରେ ଦେଶ ଗଠନର ମାର୍ଗ ପ୍ରଶସ୍ତ କରିଛି ବୋଲି କହିଥିଲେ। ସେ କହିଥିଲେ, 75 ବର୍ଷ ପୂର୍ବେ ସମ୍ବିଧାନ ସଭା ସ୍ୱାଧୀନ ଭାରତ ନିମନ୍ତେ ସମ୍ବିଧାନ ଗଠନ ପ୍ରକ୍ରିୟା ଶେଷ କରିଥିଲା। ସମ୍ବିଧାନ ସଭା ଦ୍ୱାରା ପ୍ରସ୍ତୁତ ସମ୍ବିଧାନ କେବଳ ଏକ ସରକାରୀ ଦସ୍ତାବିଜ ନୁହେଁ, ବରଂ ଏହା ଲୋକଙ୍କ ଇଚ୍ଛାର ପ୍ରତିଫଳନ ବୋଲି ସେ କହିଥିଲେ। ବିତର୍କ ସମୟରେ ବିରୋଧୀ କଂଗ୍ରେସକୁ ଲକ୍ଷ୍ୟ କରି ଶ୍ରୀ ସିଂ କହିଥିଲେ, ଗତ କିଛି ବର୍ଷରେ ସମ୍ବିଧାନକୁ ଏକ ନିର୍ଦ୍ଦିଷ୍ଟ ଦଳର ଅବଦାନ ଭାବରେ ଚିତ୍ରଣ କରିବାକୁ ଉଦ୍ୟମ କରାଯାଇଛି। ସମ୍ବିଧାନ କୌଣସି ଗୋଟିଏ ଦଳର ଅବଦାନ ନୁହେଁ, ବରଂ ଭାରତର ମୂଲ୍ୟବୋଧ ସହ ଜଡ଼ିତ ଏକ ଅତୁଳନୀୟ ଦସ୍ତାବିଜ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ସବକା ସାଥ, ସବକା ବିକାଶ ଏବଂ ସବକା ପ୍ରୟାସର ଭାବନା ନେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ସିଂ କହିଥିଲେ। ସମ୍ବିଧାନରେ ଦର୍ଶାଯାଇଥିବା ଧର୍ମ ଅନୁଯାୟୀ ସରକାର କାର୍ଯ୍ୟ କରୁଛନ୍ତି ଏବଂ ସମ୍ବିଧାନ ପ୍ରଗତିଶୀଳ ଓ ପରିବର୍ତ୍ତନଶୀଳ ବୋଲି ସେ କହିଥିଲେ। ଭାରତ ଭଳି ଦେଶରେ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଟିଏ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ହୋଇପାରିବ ବୋଲି ସେ କହିଥିଲେ। ଶ୍ରୀ ସିଂ ଦର୍ଶାଇଥିଲେ, ସମ୍ବିଧାନ ପ୍ରସ୍ତୁତିରେ ଅନେକ ନେତାଙ୍କ ଅବଦାନକୁ ଜାଣିଶୁଣି ଅଣଦେଖା କରାଯାଇଛି। ସମ୍ବିଧାନକୁ ସୁଦୃଢ଼ କରିବା କ୍ଷେତ୍ରରେ ମଦନ ମୋହନ ମାଲବ୍ୟ, ଲାଲା ଲଜପତ ରାୟ, ଭଗତ ସିଂ ଏବଂ ବୀର ସାବରକରଙ୍କ ଭଳି ନେତାଙ୍କ ଚିନ୍ତାଧାରା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ବିତର୍କରେ ଅଂଶଗ୍ରହଣ କରି କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଥିଲେ, ଆମ ସମ୍ବିଧାନ ହେଉଛି ନାଗରିକଙ୍କ ପାଇଁ ଏକ ସୁରକ୍ଷା ବଳୟ। ଏହା ନ୍ୟାୟ, ଏକତା ଏବଂ ମତ ପ୍ରକାଶ କରିବାର ଅସ୍ତ୍ର ବୋଲି ସେ କହିଥିଲେ। ବିତର୍କରେ ଭାଗ ନେଇ ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ କହିଥିଲେ, ସମ୍ବିଧାନ ହେଉଛି ଗଣତନ୍ତ୍ରର ଆତ୍ମା। ସେ କହିଥିଲେ, 75 ବର୍ଷ ପରେ ପୁଣି ଥରେ ସମ୍ବିଧାନ ଉପରେ ଆଲୋଚନା ହେଉଛି। ଡିଏମ୍କେର ଟି.ଆର୍. ବାଲୁ କହିଥିଲେ, ସମ୍ବିଧାନ କେବଳ ଆଇନ, ଅଧିକାର ଏବଂ କର୍ତ୍ତବ୍ୟର ପୁସ୍ତକ ନୁହେଁ, ବରଂ ସ୍ୱାଧୀନ ଭାରତର ପ୍ରଥମ ପିଢ଼ିର ନେତାମାନଙ୍କ ବିଚାରଧାରା, ଯାହା ଦେଶକୁ ମାର୍ଗଦର୍ଶନ ଦେଇଆସିଛି। ଜନତା ଦଳ ୟୁନାଇଟେଡ୍ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ରଞ୍ଜନ ସିଂ କହିଥିଲେ, ଯେଉଁମାନେ ସମ୍ବିଧାନକୁ ନେଇ ବିଭ୍ରାଟ ସୃଷ୍ଟି କରିବେ, ସେମାନଙ୍କୁ ପ୍ରକୃତ ସ୍ଥାନ ଦେଖାଇ ଦିଆଯିବ। ବିତର୍କରେ ତୃଣମୂଳ କଂଗ୍ରେସର କଲ୍ୟାଣ ବାନାର୍ଜୀ ଓ ମହୁଆ ମୈତ୍ର,
टीडीपीर डॉक्टर बाईरेड्डी साबरी, शिवसेना यूबीटीर अरविंद सावंत, बीजेपीर जगदम्बिका पाल और भर्तृहरि महताब, एनसीपी एसपीर डॉक्टर आमोल राम सिंह कोले, एलजेपीआर संभावी, सीपीआई के सुबारायन और जेडीएस मलेश बाबू भाग नहीं। आपण माने संवाद शुणुछंती आकाशवाणी। केन्द्र शिक्षामंत्री धर्मेन्द्र प्रधान कहिछंती महिलांक विकासरू महिलांक नेतृत्वाधीन विकास पर्यंत परिवर्तन आनिबा पई सरकार प्रतिश्रुतिबद्ध। गतकाली नुआदिल्ली रे 2047 सुद्धा विकसित भारत निमंते महिला नेतृत्व संपर्कित दिनिकिया कर्मशाला को उद्घाटन करी मंत्री श्री प्रधान कहिथिले नुआ जातीय शिक्षानीतिर परिकल्पना सहित शिक्षार प्रत्येक स्तर रे महिला सशक्तिकरण उपरे गुरुत्व प्रदान करा जायछि। से कहिथिले नारी शक्ति हेउछि स्थिरता एवं आशार प्रतीक। केन्द्र सूचना और प्रसारण मंत्री अश्विनी वैष्णव कहिचंती पुष्पा 2 चलचित्रर प्रीमियर समय रे हैदराबादर संध्या थिएटर रे घटिथिबा दुर्घटना राज्य और स्थानीय प्रशासनर विफलता। एक सामाजिक गणमाध्यम पोस्ट रे श्री वैष्णव कहिचंती कांग्रेसर चलचित्र शिल्प प्रति कोनोसी सम्मान नाही एवं चलचित्र अभिनेता अल्लू अर्जुन को गिरफ्तारी यह पुणी थे प्रमाणित करिछि। से कहिचंती कांग्रेस दल निज दोष लुचाइबा पई पब्लिसिटी स्टंट करुछि। से कहिचंती एही घटनारे चलचित्र व्यक्तित्व को गिरफ्त करिबा परिवर्ते तेलंगाना सरकार प्रभावितंकु सहाय्य करिबा सह जेउमाने व्यवस्था सह संपृक्त सेमानंकु दंडित करिबा उचित। गत डिसेम्बर 4 तारिख में हैदराबादर संध्या थिएटर रे पुष्पा 2 चलचित्रर प्रीमियर समय रे दला चकटारे जने महिलांक मृत्यु नहीं गतकाली पुलिस अभिनेता अल्लू अर्जुन को गिरफ्त करथिला। एही घटनारे प्रथमे निम्न अदालत तांकु 14 दिनिया पुलिस हेफाजत को पठाइथिले मध्य तेलंगाना हाईकोर्ट 4 सप्ताह पई मध्यवर्तीकालीन जामिन प्रदान करथिले। देशर जातीय राजपथ गुड़िकरे निरापत्ता वृद्धि निमंते जातीय राजपथ कर्तृपक्ष NHAI राजमार्ग साथी नामक अत्याधुनिक नूतन रूट पेट्रोलिंग यान व्यवस्था आरंभ करिवे। सड़क परिवहन एवं राजपथ मंत्रालय सूचना अनुଯାयी जरूरीकालीन परिस्थिति उपरे नजर रखिबा एवं पदक्षेप नेबा पई एही यानगुड़िक जातीय राजपथरे जांच कार्य करिवो। नूतन यानरे कृत्रिम बुद्धिमत्ता संपन्न डैशबोर्ड कैमेरा और कैबिनेट रहिबो। भिड़जनित प्रतिबंधक को ह्रास करिबा, सड़क सुरक्षार उन्नति आनिबा एवं उपभोक्तांक अभिज्ञता वृद्धि करिबा लागि एही यानगुड़िकरे उन्नत जोगाजोग एवं सुरक्षा उपकरण व्यवस्था कराजिबो। श्रीलंका राष्ट्रपति अनुरा कुमारा दिसानायके आसंता कालिठारु 3 दिनिया भारत गस्तरे आसिबे। वैदेशिक व्यापार मंत्रालय मुखपात्र रणधीर जयसवाल कहिचंती श्रीलंकार राष्ट्रपति भावे निर्वाचित हेबा परे श्री दिसानायके प्रथम थर पई भारत गस्तरे आसुचंती। एही गस्त काଳରେ से राष्ट्रपति द्रौपदी मुर्मू और प्रधानमंत्री नरेंद्र मोदी सह द्विपाक्षिक आंचलिक और पारस्परिक स्वार्थ संबलित प्रसंग उपरे आलोचना करिवे। श्रीलंका राष्ट्रपति विभिन्न कार्यक्रम में जोगदेवा सह बिहार बोधगया गस्त करिवे। वैदेशिक व्यापार मंत्री डॉक्टर एस जयशंकर पोर्तुगाल वैदेशिक व्यापार राष्ट्रमंत्री पाओलो रेंजेल सह गतकाली नुआदिल्ली रे आलोचना करिसंती। परे सामाजिक गणमाध्यम पोस्ट रे डॉक्टर जयशंकर कहिसंती बैठक रे उभय पक्ष मध्य स्वच्छ शक्ति, प्रजुक्ति विद्या, डिजिटाल विषयवस्तु, ऐतिह्य और सामुद्रिक क्षेत्र में नूतन सुजोगर अनुसंधान नहीं आलोचना होईछि। उभय नेता पश्चिम एशिया, यूक्रेन एवं भारत प्रशांत महासागरीय अंचल उपरे मत विनिमय करथिले। वैदेशिक व्यापार मंत्री उभय देश मध्य द्विपक्षीय सहयोग एवं भारत यूरोपीय संघ संपर्क को सुदृढ़ करने क्षेत्र में पोर्तुगाल समर्थन को प्रशंसा करथिले। ब्रिस्बेन गाबाठारे चलिथिबा बॉर्डर गाभास्कर ट्रॉफीर तृतीय टेस्ट मैच आज प्रथम दिन में भारत टॉस जीति ऑस्ट्रेलिया को बैटिंग करने को आमंत्रण करिछि। संवाद प्रस्तुत होगा बेलू प्रथम इनिंग्स रे ऑस्ट्रेलिया 10 ओभर 2टी बॉल कौनसी विकेट न हराई 27 रन करिछि। भारतीय दल में 2टी परिवर्तन करा जाइछि। रविचंद्रन अश्विनी एवं हर्षित राणा बदल में रवींद्र जडेजा और आकाशदीप को सामिल करा जाइछि। मुख्य संवाद पुणी थे नुआदिल्ली रे आज चतुर्थ जातीय मुख्य शासन सचिव सम्मेलन रे अध्यक्षता करिवे प्रधानमंत्री। लोकसभा आज भारतीय संविधानर 75 वर्षर गौरवमय यात्रा उपरे जारी रहिबो स्वतंत्र आलोचना।
ମହିଳାଙ୍କ ନେତୃତ୍ୱ ବିକାଶ ପର୍ଯ୍ୟନ୍ତ ପରିବର୍ତ୍ତନ ଆଣିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତାକାଲିଠାରୁ 3 ଦିନିଆ ଭାରତ ଗସ୍ତରେ ଆସିବେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ ଏବଂ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ର ଆଜି ପ୍ରଥମ ଦିନରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।